ଭାରତ ଇତିହାସର ସେହି ଅପରାଜୟ ଯୋଦ୍ଧା ଯାହା ଆଗରେ ମୋଗଲ ସମ୍ରାଟ ଅଶୋକଙ୍କର ବିରାଟ ସେନା ମଧ୍ୟ ଆଣ୍ଠୁ ନୁଆଇ ଦେଇଥିଲା। ସେ ହେଉଛନ୍ତି ମେୱାର ସିଂ ମହାରାଣା ପ୍ରତାପ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ମହାରାଣା ପ୍ରତାପଙ୍କ କେତେ ଶକ୍ତି ଥିଲା। ତାଙ୍କର ଉଚ୍ଚତା 7 ଫୁଟ 5 ଇଞ୍ଚ ଥିଲା। ସେ ପ୍ରାୟ 80 କିଲୋର ବର୍ଚ୍ଛା ଏବଂ 72 କିଲୋର କବଚ ପିନ୍ଧି ଯୁଦ୍ଧ କରୁଥିଲେ। ଦୁଇଟି ଖଣ୍ଡା ସହିତ ତାଙ୍କର ମୋଟ ଓଜନ ପ୍ରାୟ ଯୁଦ୍ଧ ସମୟରେ 200 କିଲୋରୁ ଉର୍ଦ୍ଧ୍ୱ ଥିଲା। 1576 ମସିହାରେ ହୋଇଥିବା ହଳଦୀଘାଟ ଯୁଦ୍ଧ ବିଶ୍ୱ ଇତିହାସର ସବୁଠୁ ଏକ ଭୟଙ୍କର ଯୁଦ୍ଧ ମଧ୍ୟରୁ ଗୋଟିଏ ଥିଲା। ମାତ୍ର 20,000 ସୈନ୍ୟଙ୍କୁ ଧରି ସେ ଆକବରଙ୍କର 80,000 ସୈନ୍ୟ ବାହିନୀଙ୍କୁ ଧୂଳି ଚଟାଇ ଦେଇଥିଲେ। ସେଠାରେ ରକ୍ତର ନଦୀ ବୋହି ଯାଇଥିଲା, ଯାହାକୁ ଆଜି ବି ରକ୍ତ ତଲାଇ କୁହାଯାଏ। ମହାରାଣାଙ୍କ ସହ ତାଙ୍କ ବିଶ୍ୱସ୍ତ ଘୋଡା ଚେତକର କାହାଣୀ କିଏ ବା ନ ଜାଣେ। ଆହତ ସମୟରେ ବି ମାଲିକଙ୍କର ଜୀବନ ବଞ୍ଚାଇବା ପାଇଁ ସେ 26 ଫୁଟର ଗୋଟେ କେନାଲକୁ ଗୋଟେ ଡିଆଁରେ ପାର କରିଦେଇଥିଲା। ନିଜର ଆତ୍ମସମ୍ମାନ ପାଇଁ ମହାରାଣା ପ୍ରତାପ ଜଙ୍ଗଲରେ ଘାସ ରୁଟି ଖାଇବାକୁ ପସନ୍ଦ କରୁଥିଲେ, କିନ୍ତୁ ମୋଗଲଙ୍କ ଆଗରେ କେବେ ମୁଣ୍ଡ ନୁଆଇ ନଥିଲେ। ଏମିତିକି ଆକବର ମଧ୍ୟ କହିଥିଲେ, ଯଦି ପ୍ରତାପ ମୋ ସହିତ ଥାଆନ୍ତା ତେବେ ମୁଁ ସମଗ୍ର ବିଶ୍ୱ ଜିତି ଦେଇଥାନ୍ତି। ତେବେ ଏହିପରି ବୀର ପାଇଁ ଗୋଟେ କମେଣ୍ଟରେ ଜୟ ମେୱାର ଲେଖନ୍ତୁ। ନେକ୍ସଟ ଭିଡିଓ କାହା ବିଷୟରେ ଜାଣିବାକୁ ଚାହୁଁଛନ୍ତି କମେଣ୍ଟ କରନ୍ତୁ।